ପିଲାମାନେ ଆଜି ଆମେ ଭିଡ଼ିଓରେ କ୍ଲାସ୍ 10 ସାଇନ୍ସ ବହିର ଦ୍ୱିତୀୟ ଅଧ୍ୟାୟ ଶୋଷଣର ଯେତେ ସବୁ ପ୍ରଶ୍ନ ଅଛି ସେଗୁଡ଼ାକ ଆଲୋଚନା କରିବା। ଦେଖିବା ଦେଖ 1 ନମ୍ବର କ'ଣ କହିଛି, ମନୁଷ୍ୟ ଶ୍ୱାସତନ୍ତ୍ର ନାମାଙ୍କିତ ଚିତ୍ର ଅଙ୍କନ କର। ଦେଖ ତୁମେ କ'ଣ କରିବ, ଏଇଭଳିଆ ଗୋଟେ ଚିତ୍ର କରିଦେବ। ତାପରେ ଯେମିତି ସବୁ ଲେଖା ହେଇଛି, ଯେମିତି ଇଏ ହେଉଛି ନାସାରନ୍ଧ୍ର, ଇଏ ହେଲା ନାସାପଥ, ଇଏ ହେଲା ଗ୍ରସନୀ, ସ୍ୱରପେଟିକା, ଶ୍ୱାସନଳୀ, ଏଇଟା କ'ଣ ଦକ୍ଷିଣ ଫୁସଫୁସ୍, ଇଏ ହେଲା ବାମ ଫୁସଫୁସ୍, এইটা କୁହାଯାଏ କ'ଣ ଶ୍ୱାସନଳିକା, ଇଏ ହେଲା ଅନ୍ତ ପଞ୍ଜରା, ଆଉ ହେଲା ମଧ୍ୟଚ୍ଛଦା। ଏଇସଭଳିଆ ତୁମେ ଚିତ୍ରକୁ କରିକି ତାର ନାମ ସବୁ ଲେଖିଦେବ। ଏଇଟା ହେଉଛି 1 ନମ୍ବର। ତାପରେ ଦେଖ 2 ନମ୍ବର କ'ଣ କହିଛି, ବିଭିନ୍ନ ପ୍ରକାର ସ୍ଥିତିରେ ଶୋଷଣ ବେଳେ ଗ୍ଲୁକୋଜ ଅଣୁ କିପରି ଭାଙ୍ଗେ ତାହେଲେ ରେଖା ଚିତ୍ର ସାହାଯ୍ୟରେ ଦର୍ଶାଅ। ତାହେଲେ ଏଇଭଳିଆ କ'ଣ କରିବ ଦେଖ, ତାହେଲେ ଏଇ ଯେଉଁ ଗ୍ଲୁକୋଜ ଅଣୁଟା ଭାଙ୍ଗିକି କେମିତି କ'ଣ ହେଉଛି ଦେଖ। ତାହେଲେ ଗ୍ଲୁକୋଜ, ତାହେଲେ ଦେଖ ଏଇଟା ହେଉଛି ଗ୍ଲୁକୋଜ, ସେ ଭାଙ୍ଗିଯିବ କେମିତି ଭାଙ୍ଗେ, ଏଇଟା ହେଉଛି ଆମର ଗ୍ଲାଇକୋଲିସିସ୍ରେ, ଯେଉଁ ଗ୍ଲାଇକୋଲିସିସ୍ ପ୍ରୋସେସ୍ରେ ସେ ଭାଙ୍ଗିଲା। ଭାଙ୍ଗିକି କ'ଣ ହେବ, ଏଇଟା ହେଉଛି ହେଇଯିବ ମାନେ 3 କାର୍ବନ ଯୁକ୍ତ ପାଇରୁଭିକ ଅମ୍ଳରେ ପରିଣତ ହେବ। ତାହେଲେ ସେଇ ଯେଉଁ ପାଇରୁଭିକ ଅମ୍ଳଟା ଦେଖ ଅମ୍ଳଜାନ ଅନୁପସ୍ଥିତିରେ ବା ଏଇଟା କେଉଁଠି କେବଳ ଇଷ୍ଟ କୋଷରେ ହୁଏ। ତାହେଲେ ସେଠି କ'ଣ ହେବ, ତାହେଲେ ଦେଖ 2ଟି କାର୍ବନ ଯୁକ୍ତ ଇଥାନଲ ଦେବ, ଆଉ କ'ଣ ଅଙ୍ଗାରକାମ୍ଳ ଆଉ ଶକ୍ତି ଦେବ। ବୁଝିଲା, ଏଇଟା କେଉଁଠି, ଏଇଟା ହେଉଛି ଇଷ୍ଟ କୋଷ, ସେଟା କ'ଣ ଅମ୍ଳଜାନ ଅନୁପସ୍ଥିତିରେ। ତାହେଲେ କ'ଣ ଇଥାନଲ ଆସୁଛି, ଅଙ୍ଗାରକାମ୍ଳ ଆସୁଛି, ଆଉ କ'ଣ ଶକ୍ତି। ଏଇ ଯେଉଁ ଦେଖ ବିନା ଅମ୍ଳଜାନରେ ଯେଉଁଟା ପ୍ରୋସେସ୍ ହେଉଛି ତାହେଲେ ସେଟା କୁହାଯାଏ କ'ଣ, ବାୟୁ ଉପଜୀବୀ ଶୋଷଣ। ତାହେଲେ ଏଇ ଯେଉଁ ଶୋଷଣଟା ହେଉଛି ବାୟୁ ଉପଜୀବୀ। ଆଉ ଗୋଟେ ହେଉଛି ଦେଖ ଅମ୍ଳଜାନ ଅଭାବରେ ଯେତେବେଳେ ସେଟା ହେଉଛି ଆମର ପେଶୀ କୋଷରେ, ତାହେଲେ ସେଇ ଯେଉଁ ପାଇରୁଭିକ ଅମ୍ଳଟା କ'ଣ ହୁଏ, ଏହାକୁ ଭାଙ୍ଗିକି ତାହେଲେ 3 କାର୍ବନ ଯୁକ୍ତ ଲାକ୍ଟିକ୍ ଅମ୍ଳ ଆଉ ଶକ୍ତି ମିଳେ। କ'ଣ ମିଳେ, ଲାକ୍ଟିକ୍ ଅମ୍ଳ ଆଉ ଶକ୍ତି। ତାହେଲେ ଏଇ ଲାକ୍ଟିକ୍ ଅମ୍ଳଟା ଆମର ସେଠି କେତେଟା କାର୍ବନ ଥାଏ, ତାହେଲେ ଏଠି 3ଟା କାର୍ବନ ଥାଏ। ଆଉ ଗୋଟେ ଦେଖ ଅମ୍ଳଜାନ ଉପସ୍ଥିତିରେ ଯେଟା ହେଉଛି ଆମର ମାଇଟୋକଣ୍ଡ୍ରିଆ, ଆମର କୋଷଟା କ'ଣ ଅଛି ମାଇଟୋକଣ୍ଡ୍ରିଆ। ତାହେଲେ ସେଇ ଯେଉଁ କୋଷରେ ଅମ୍ଳଜାନ ଉପସ୍ଥିତିରେ କ'ଣ ଯେଉଁ ହୁଏ, ଏଇ ଯେଉଁ ପାଇରୁଭିକ ଅମ୍ଳଟା ଭାଙ୍ଗି ତାହେଲେ ସେଇଟା ହେଉଛି ଅଙ୍ଗାରକାମ୍ଳ ମିଳେ, ଜଳ ମିଳେ ଆଉ ଶକ୍ତି ମିଳେ। ଯେହେତୁ ଅମ୍ଳଜାନ ଉପସ୍ଥିତି ଆସୁଛି ତେଣୁ ଏଇଟାକୁ କ'ଣ କୁହାଯାଏ, ବାୟୁ ଉପଜୀବୀ ଶୋଷଣ। ମାନେ ଦେଖ ଯେଟା ହେଉଛି ବାୟୁର କିଛି ଆବଶ୍ୟକତା ନଥାଏ, ତାହେଲେ ସେଇଟା ହେଉଛି କ'ଣ ବାୟୁ ଉପଜୀବୀ ଶୋଷଣ। ଆଉ ଯେତେବେଳେ ବାୟୁ ଉପସ୍ଥିତି ଥାଏ ତାର ମାନେ କ'ଣ ବିନା ଅମ୍ଳଜାନ ହୁଏନି, ତାହେଲେ ସେଇଟା ହେଉଛି କ'ଣ ବାୟୁ ଉପଜୀବୀ ଶୋଷଣ। ତାହେଲେ ତୁମେ ଏଇଟାକୁ ଜାଣିପାରିଲ, ଯେଉଁ ଗ୍ଲୁକୋଜଟା ଭାଙ୍ଗିକି ଗ୍ଲାଇକୋଲିସିସ୍ଟା କ'ଣ ହେଲା, ପାଇରୁଭିକ ଅମ୍ଳ ହେଲା। ତାହେଲେ ପାଇରୁଭିକ ଅମ୍ଳଟା ଗୋଟେ ହେଉଛି ଅମ୍ଳଜାନ ଅନୁପସ୍ଥିତି, ଆଉ ଗୋଟେ ହେଉଛି ଅମ୍ଳଜାନ ଉପସ୍ଥିତି, ଆଉ ଗୋଟେ ଅମ୍ଳଜାନ ଅଭାବରେ କ'ଣ କ'ଣ ହୁଏ, ଏଗୁଡ଼ାକ ତୁମେ ସବୁ ଲେଖିଦେବ ଏଇଭଳିଆ। ତାପରେ ଦେଖିବା ଏବେ 3 ନମ୍ବର। ଦେଖ 3 ନମ୍ବର କ'ଣ କହିଛି, ସମ୍ବାତନ ଆଉ ଗ୍ୟାସ୍ ପରିବହନ କିପରି ହୁଏ ଲେଖ। ତାହେଲେ ପ୍ରଥମେ ଦେଖିବା ଆମେ ସମ୍ବାତନ, ଆଉ ତାପରେ ଦେଖିବା ଗ୍ୟାସ୍ ପରିବହନ। ଦେଖ ପ୍ରଥମେ ଆମର ଏଇ ଯେଉଁ ଚିତ୍ର ତୁମେ ବୁଝ, ତାହେଲେ ସମ୍ବାତନ କେମିତି ହେଉଛି। ଦେଖ ଆମର ଚିତ୍ର କ'ଣ ଦେଇଛି ଦେଖ, ତାହେଲେ ଏଗୁଡ଼ାକ ତୁମେ ଜାଣିଛ ପଞ୍ଜରା, ଏଠି ଦେଖ ବାୟୁ ପ୍ରବେଶ କରେ, ଆଉ ଏଇଟା ଦେଖ ଆମର ମେରୁଦଣ୍ଡ। ଆଉ ଦେଖ ଆଉ ଏଇ ଯେଉଁ ଏଇଟା ଦେଖ, ଏଇଟା ହେଉଛି ଆମର କୁହାଯାଏ ମଧ୍ୟଚ୍ଛଦା। ଏଠି ମଧ୍ୟଚ୍ଛଦାଟା କେମିତି ମାନେ ସଳଖ ଭଳିଆ ରହିଛି। ଏଇ ଯେଉଁ ମଧ୍ୟଚ୍ଛଦା ଦେଖ କ'ଣ ସଳଖ ଭଳିଆ ରହିଛି। ଆଉ ଦେଖ ଯଦି ଆମେ ଦ୍ୱିତୀୟ ଚିତ୍ର ଦେଖିବା, ଏଇ ମଧ୍ୟଚ୍ଛଦାଟା କ'ଣ ହେଇଛି ଦେଖ ଟିକେ ପୁରା ଏଇଭଳିଆ ସଙ୍କୁଚିତ ହେଇଯାଇଛି। ଏଠି କ'ଣ କରୁଥିଲା ଆମର ବାୟୁ ପ୍ରବେଶ ହେଉଥିଲା, ଏଠି ସଙ୍କୁଚିତ ଯେତେବେଳେ ହେଉଛି କ'ଣ ହେଉଛି, ଏଠି ବାୟୁଟା ପ୍ରସ୍ଥାନ ହେଉଛି। ଆଉ ମେରୁଦଣ୍ଡ, ଏଇଟା ଦେଖ ମେରୁଦଣ୍ଡ ଅଛି। ଦେଖ ଏଇଟା କେମିତି ହେଉଛି, ମୁଁ ଗୋଟେ ଟେବୁଲ୍ ବନେଇ ଦେଇଛି, ତାହେଲେ ଏଇ ଟେବୁଲ୍ ତୁମେ ଭଲ ଭାବରେ ବୁଝିପାରିବ। ଦେଖ ତାହେଲେ ଏଇ ଯେଉଁ ସମ୍ବାଦନ ଆମର 2 ରକମର ଜିନିଷ ମାନେ ପର୍ଯ୍ୟାୟରେ ହେଇଥାଏ, ଗୋଟେ ହେଉଛି ଗୋଟେ ପ୍ରଶ୍ୱାସ ଆଉ ଗୋଟେ ହେଉଛି ନିଶ୍ୱାସ। ପ୍ରଶ୍ୱାସ କ'ଣ, ତାହେଲେ ପ୍ରଶ୍ୱାସ ଯେତେବେଳେ ଆମର ଅମ୍ଳଜାନଟା ନାକ ଭିତରୁ ପେଟ ଭିତରକୁ ଯିବ, ତାହେଲେ ସେଇଟା ହେଉଛି କ'ଣ ପ୍ରଶ୍ୱାସ। ଯଦି ଏଇ ଯେଉଁ କ'ଣ ବାୟୁଟା ଆମର ପେଟରୁ ବାହାରକୁ ବାହାରି ଆସିବ, ତାହେଲେ ସେଇଟା କ'ଣ, ସେଇଟା ହେଉଛି ନିଶ୍ୱାସ।
তাহলে দেখো প্রশ্বাস সময় এই যে অন্তঃপঞ্জরা মাংসপেশীটা কোণ হব প্রশ্বাস সময় সংকোচন হব আউ নিঃশ্বাস সময় কোণ শীতলন হব মানে কোণ হব টিকে ফুলিଯିବ আউ উদরীয় মাংসপেশী প্রশ্বাসরে কোণ হব শীতলন হব ଆଉ ନିଶ୍ୱାସରେ କ'ଣ ହବ ସଂକୋଚନ ହବ ଆଉ ମଧ୍ୟଚ୍ଛଦାଟା ତ ପ୍ରଶ୍ୱାସ ସମୟରେ କ'ଣ ହେଉଛି ସଳଖ ବା ସମତଳ ଏଇ ଯେଉଁ ଚିତ୍ରରେ ତୁମେ ଦେଖିଲ ତାହେଲେ ଏଠି କ'ଣ ହେଉଛି ସମତଳ ରହୁଛି ଏଇଟା ହେଉଛି ଆମର ପ୍ରଶ୍ୱାସ ଆଉ ଯେତେବେଳେ ନିଶ୍ୱାସରେ କ'ଣ ହେଉଛି ଦେଖ ସଂକୋଚନ ହେଉଛି ତାହେଲେ ସେଇଟା ଲେଖା ହେଇଛି ବା ଶୀତଳନ ହେଉଛି ମଧ୍ୟଚ୍ଛଦା ଆଉ ବକ୍ଷ ଗହ୍ୱର ଆୟତନ କ'ଣ ହବ ଦେଖ ଯେତେବେଳେ ପ୍ରଶ୍ୱାସ ସମୟରେ ଆମର ଆକାରଟା କ'ଣ ହବ 2% 20% ବଢ଼ିଯିବ କ'ଣ ପାଇଁ ଦେଖ ବାୟୁଟା ବାହାର ବାୟୁଟା ଭିତରକୁ ଯାଉଛି ତେଣୁ କ'ଣ ହବ ତାର ଆୟତନଟା 20% ବଢ଼ିଯାଉଛି ଆଉ ଯେତେବେଳେ ନିଶ୍ୱାସ କ'ଣ ହେଉଛି ଦେଖ ଭିତରୁ ଆମର ବାୟୁଟା ବାହାରି ଯାଉଛି ସେତେବେଳେ କ'ଣ ହବ ଅଙ୍ଗାର ଆକାର ତାର କମିଯାଉଛି କ'ଣଟା ଏଇ ଯେଉଁ ଆମର ବକ୍ଷ ଗହ୍ୱରର ଆୟତନଟା ଏଠି ଦେଖ ଆମର ବାୟୁଚାପଟା କ'ଣ ହେଉଛି ଦେଖ ଯେତେବେଳେ ଆମର ପ୍ରଶ୍ୱାସ ସମୟରେ ବାୟୁଚାପଟା କ'ଣ ହେଉଛି ତାହେଲେ ଫୁସଫୁସ ମଧ୍ୟସ୍ଥ ବାୟୁଚାପ ବାୟୁମଣ୍ଡଳର ବାୟୁଚାପ ଠାରୁ କମ୍ ହୁଏ ମାନେ ଫୁସଫୁସରେ ଯେଉଁ ବାୟୁଚାପଟା କ'ଣ ହୋଇଥାଏ ମାନେ ଆମର ପରିବେଶର ବାୟୁଚାପ ଠାରୁ କମ୍ ହୋଇଥାଏ ଆଉ କ'ଣ ହୁଏ ଯେତେବେଳେ ଏଇ ଯେଉଁ ଆମର ନିଶ୍ୱାସ ସମୟରେ କ'ଣ ହେଉଛି ଫୁସଫୁସର ମଧ୍ୟସ୍ଥ ବାୟୁଚାପ ତାହେଲେ ଏଠି ଅଧିକ ଥାଏ ଦେଖ ଏଇ ଚିତ୍ରରେ ତୁମେ ଜାଣିପାରିବ କ'ଣ ହେଉଛି ଦେଖ ଯେତେବେଳେ ଧର ଏଇଟା ସଳଖ ରହୁଛି ତାହେଲେ ଏଇଟା କ'ଣ ହେବ ଏହାର ଜାଗାଟା ଟିକେ ଅଧିକା ରହୁଛି ତାହେଲେ ଏଇ ଭିତରର ବାୟୁଚାପଟା କ'ଣ ହେବ କମ୍ ରହିବ ଆଉ ଆମର ବାହାରେ ଯେଉଁ ବାୟୁଚାପଟା କ'ଣ ଅଛି ଏଠି ଅଧିକ ଅଛି ଆଉ ତୁମେ ଜାଣିଛ ଯେତେବେଳେ ଏଇ ଚାପଟା ଅଧିକରୁ ଆଉ ଯେତେବେଳେ କମ୍ ଚାପ ପାଖକୁ କ'ଣ ହୁଏ ଚାଲି ଆସେ ତେଣୁ ବାହାର ଯେତେବେଳେ ଏଇ ଆମ ମଧ୍ୟଚ୍ଛଦାଟା ସଳଖ ଥିବ ତାହେଲେ ଏଠି କ'ଣ ଏଇ ଯେଉଁ ଏହାର ଭିତରର ସାଇଜ୍ଟା କ'ଣ ହେବ ଟିକେ ବଡ଼ ଥିଲେ ବାୟୁଚାପ ଭିତରଟା କମ୍ ରହିବ ଆଉ ବାହାର ଯେଉଁ ବାୟୁଚାପ କ'ଣ ଅଧିକ ବୋଲି ବାହାରୁ ବାୟୁଟା ଭିତରକୁ ଆସିବ କିନ୍ତୁ ଏଠି କ'ଣ ହେଉଛି ଦେଖ ଏଠି ମଧ୍ୟଚ୍ଛଦାଟା କମିଯାଉଛି ମାନେ ସଂକୋଚନ ହେଉଛି ତାହେଲେ ଏହାର ସାଇଜ୍ ବି କ'ଣ ହେଉଛି ଆକାରଟା କମିଯାଉଛି ତାହେଲେ ଏଇ ଭିତରଟାର ଯେଉଁ ଚାପଟା କ'ଣ ହେବ ଏଇଟା ଏବେ ଅଧିକ ହେଇଯିବ ଏଠି ବାୟୁଚାପଟା ଯେତେବେଳେ ଦେଖ ଏଇଟା ସାଇଜ୍ କମ୍ ହେଇଯିବ ଆଉ ବାୟୁଚାପଟା କ'ଣ ହେବ ଅଧିକ ହେଇଯିବ ଆଉ ବାହାର ବାୟୁଟା ତାର କ'ଣ ଯେଉଁ ଚାପଟା ସେଠି କମ୍ ଅଛି ତେଣୁ ଅଧିକରୁ କମ୍କୁ ଯିବ ତେଣୁ ଏଇଠୁ ସେତେବେଳେ ବାହାରକୁ ବାହାରି ଆସିବ ତାହେଲେ ସେଇ ଜିନିଷଟା ଏଠି ତୁମେ ଲେଖିଦେବ ତାହେଲେ ବାୟୁର ଗତି କୁଆଡ଼େ ଯାଏ ତାହେଲେ କ'ଣ ହେବ ତାହେଲେ ଆମର ଯେଉଁ ପ୍ରଶ୍ୱାସରେ ବାୟୁ ଫୁସଫୁସରୁ ମାନେ କ'ଣ ଫୁସଫୁସକୁ ପ୍ରବେଶ କରେ ଆଉ ନିଶ୍ୱାସରେ କ'ଣ ହେବ ବାୟୁଟା ଫୁସଫୁସରୁ ବାହାରି ଯାଏ ଦେଖ ତୁମର ଏଇ ଯେଉଁ ଚିତ୍ର ଆଉ ମୁଁ ଯେଉଁ ଟେବୁଲଟା କରିଛି ତୁମକୁ ବୁଝିବା ପାଇଁ କରିଦେଇଛି ଆଉ ତୁମେ ଯେତେବେଳେ ଲେଖିବ ଦେଖ ଏଇଗୁଡ଼ାକ ତୁମେ ଲେଖିଦେବ ତାହେଲେ ଏଠି କ'ଣ ଲେଖିବ ତାହେଲେ ସମ୍ବାଦନ 2 ପର୍ଯ୍ୟାୟ ବିଶିଷ୍ଟ ହୋଇଥାଏ ଗୋଟେ ହେଉଛି ପ୍ରଶ୍ୱାସ ଗୋଟେ ହେଉଛି ନିଶ୍ୱାସ ଆଉ ଫୁସଫୁସ ମଧ୍ୟକୁ ବାୟୁର ପ୍ରବେଶକୁ ପ୍ରଶ୍ୱାସ କୁହାଯାଏ ଆଉ ଫୁସଫୁସରୁ ବାୟୁ ପ୍ରସ୍ଥାନକୁ କ'ଣ ନିଶ୍ୱାସ କୁହାଯାଏ ଆଉ ଦେଖ ପ୍ରଶ୍ୱାସରେ କ'ଣ ହେଉଛି ପ୍ରଶ୍ୱାସ ସମୟରେ ଅନ୍ତଃପଞ୍ଜରା ମାଂସପେଶୀର ସଂକୋଚନ ହୁଏ ଆଉ ଉଦରୀୟ ମାଂସପେଶୀ ଶୀତଳନ ହୁଏ ଗୋଟେ ଫଳରେ ମଧ୍ୟଚ୍ଛଦା କ'ଣ ହୁଏ ଦେଖ ସଳଖ ହୋଇଯାଏ ଆଉ ପଞ୍ଜରା ହାଡ଼ ଆଗକୁ ଉଠି ଆସେ ଏହି ପ୍ରକ୍ରିୟା ସମୟରେ ବକ୍ଷ ଗହ୍ୱର ଆୟତନ କ'ଣ ହୁଏ 20% ବୃଦ୍ଧି ପାଏ ଆଉ ବକ୍ଷ ଗହ୍ୱର ଫୁସଫୁସ ମଧ୍ୟସ୍ଥ ବାୟୁଚାପ ବାୟୁମଣ୍ଡଳର କ'ଣ ବାୟୁଚାପ ଠାରୁ କ'ଣ ହୁଏ କମ୍ ହୁଏ ତେଣୁ ଉଚ୍ଚ ବାୟୁଚାପ ଥିବା ବାୟୁମଣ୍ଡଳରୁ ବାୟୁ ନିମ୍ନ ବାୟୁଚାପକୁ କ'ଣ ଥିବା ଫୁସଫୁସ ମଧ୍ୟକୁ ପ୍ରବେଶ କରେ ତାହେଲେ ଯେଉଁଟା ମୁଁ ତୁମକୁ ବୁଝେଇଦେଲି ସେଇଟାକୁ ଏଇଟା ସବୁ ବାକ୍ୟରେ ଲେଖା ହେଇଛି ଆଉ ତୁମେ ଯେତେବେଳେ ଖାତାରେ ଲେଖିବ ଏଗୁଡ଼ାକ ଲେଖିବ ତୁମକୁ ବୁଝେଇବା ପାଇଁ ସେଗୁଡ଼ାକ ମୁଁ ଚିତ୍ର କରିଦେଇଛି ଆଉ ଦେଖ ନିଶ୍ୱାସରେ କ'ଣ ହେଉଛି ନିଶ୍ୱାସରେ ତାହେଲେ ଏହି ସମୟରେ ମଧ୍ୟଚ୍ଛଦା ଓ ଅନ୍ତଃପଞ୍ଜରା ମାଂସପେଶୀର ଶୀତଳନା ଘଟିବା ସହ ଉଦରୀୟ ମାଂସପେଶୀର ସଂକୋଚନ ଘଟେ ଆଉ ପଞ୍ଜରା ହାଡ଼ ପୂର୍ବ ସ୍ଥାନକୁ ଫେରିଆସେ ବକ୍ଷ ଗହ୍ୱର ଆୟତନ କ'ଣ ଆକାରତା ହ୍ରାସ ପାଏ ଏହା ଫୁସଫୁସ ଉପରେ ଚାପ ପକାଏ ତେଣୁ ଫୁସଫୁସ ମଧ୍ୟରୁ ବାୟୁ ବାହାରକୁ ଚାଲି ଆସେ ତାହେଲେ ଏଇଭଳିଆ ତୁମେ ଏହାର ଆନ୍ସର ଲେଖିଦେବ ଠିକ୍ ସେଇଭଳିଆ ଦେଖ ଏବେ ଗ୍ୟାସ୍ ପରିବହନ ତାହେଲେ ଏଠି ଗ୍ୟାସ୍ ପରିବହନଟା କେମିତି ହେଉଛି ଦେଖ ଏଠି ମଧ୍ୟ ଏହାକୁ ଭଲ ଭାବରେ ବୁଝିବା ପାଇଁ ମୁଁ ତୁମକୁ ଗୋଟେ এইভাবে সব ম্যাপ গোটে বনাই দিয়েছি দেখ দেখো ফুসফুস কটরে মানে আমার রক্ত জালিকারে কোণ থাকে দেখ তাহলে লোহিত রক্ত কণিকারে
ହେମୋଗ୍ଲୋବିନ୍ ଆଉ ଯେତେବେଳେ ଅକ୍ସିଜେନ୍ ମିଶିଯାଏ କ'ଣ ହେଇଯାଏ, ଅକ୍ସି ହେମୋଗ୍ଲୋବିନ୍ ହେଇଯାଏ। ତାହେଲେ ସେଇଟା ରକ୍ତ ମାଧ୍ୟମରେ କେଠିକି ପ୍ରବେଶ କରେ, ତାହେଲେ ଶରୀର କୋଷ ମଧ୍ୟକୁ ପ୍ରବେଶ କରେ। ତାହେଲେ ସେ ଯେଉଁ କୋଷ, ଏ ଯେଉଁ ଆମର କୋଷ ଠିକ୍ ତାର ସାଇଡ଼୍ରେ, ତାହେଲେ ଏଇ ଯେଉଁ ଅକ୍ସି ହେମୋଗ୍ଲୋବିନ୍ଟା କ'ଣ ହେବ, ଭାଙ୍ଗି ଯାଇକି ହେମୋଗ୍ଲୋବିନ୍ ହେଇଯିବ, ଆଉ କ'ଣ ହେଇଯିବ, ଅକ୍ସିଜେନ୍ ହେଇଯିବ। ଆଉ ଅକ୍ସିଜେନ୍ଟା କେଠି ପ୍ରବେଶ କରିବ, ସେ କୋଷ ଭିତରକୁ ପ୍ରବେଶ କରିବ। ତାପରେ ଦେଖ ଶରୀର କୋଷରେ, ତାହେଲେ ସେଠି ଆମର କିଛି ପ୍ରକ୍ରିୟାରେ କ'ଣ ନିର୍ଗତ ଯେଉଁ ଅଙ୍ଗାରକାମ୍ଳ ନିର୍ଗତ ହେବ, ତାହେଲେ ସେଇ ରକ୍ତ ମାଧ୍ୟମରେ ତାହେଲେ କୋଷକୁ ଆସିବ, ଆଉ ସେଠି ଏଇ ଯେଉଁ କ'ଣ ଫୁସଫୁସରେ ପ୍ରବେଶ କରିବ। ତାପରେ ଏଇ ଯେଉଁ ଫୁସଫୁସରୁ ଆସିକି କ'ଣ ବିସରଣ ପ୍ରକ୍ରିୟା ଦ୍ୱାରା ଫୁସଫୁସ କଟରିକା ବାଟ ଦେଇକି କେଠି ଚାଲିଯିବ, ସେ ବାୟୁମଣ୍ଡଳକୁ ଚାଲିଯିବ। ଏଇଟା ହେଉଛି ତୁମର କ'ଣ, ଏଇଟା ହେଉଛି ଗ୍ୟାସ୍ ପରିବହନ। ତାହେଲେ ସେଇଟାକୁ ଏବେ ଆମେ ଯଦି ବାକ୍ୟରେ ଲେଖିବା, ଦେଖ କେମିତି ଲେଖିବ ସେଇ ଜିନିଷଟା। ରକ୍ତର ଲୋହିତ କଣିକା ଆରବିସିରେ ହିମୋଗ୍ଲୋବିନ୍ ଥାଏ, ଆଉ ଏହି ଅମ୍ଳଜାନ ଗ୍ରହଣ କରି ଅକ୍ସି ହେମୋଗ୍ଲୋବିନ୍ରେ ପରିଣତ ହୁଏ। ଦେଖ ତାହେଲେ ହେମୋଗ୍ଲୋବିନ୍ ଆଉ ଅକ୍ସିଜେନ୍ ଯେତେବେଳେ ମିଶିଯିବ କ'ଣ ହେଇଗଲା, ଅକ୍ସି ହେମୋଗ୍ଲୋବିନ୍ ହେଇଯାଉଛି। ତାହେଲେ ଅକ୍ସି ହେମୋଗ୍ଲୋବିନ୍ ରକ୍ତ ମାଧ୍ୟମରେ ଶରୀରର ପ୍ରତ୍ୟେକ କୋଷରେ, କୋଷ ନିକଟରେ ପହଞ୍ଚେ। ତାହେଲେ କୋଷ ଭିତରକୁ ଯାଇନଥାଏ, ତାହେଲେ କୋଷ ନିକଟରେ ପହଞ୍ଚେ। ତାହେଲେ ସେଇ ଯେଉଁ କୋଷ ନିକଟରେ ଅକ୍ସି ହେମୋଗ୍ଲୋବିନ୍ଟା ଭାଙ୍ଗିକି କ'ଣ ହେଉଛି, ଅମ୍ଳଜାନ ହେଉଛି ଆଉ ହେମୋଗ୍ଲୋବିନ୍ ସୃଷ୍ଟି ହେଉଛି। ତାହେଲେ ଏହି ଅମ୍ଳଜାନ କୋଷ ମଧ୍ୟରେ ପ୍ରବେଶ କରେ। ଦେଖ ତାପରେ ଯେତେବେଳେ ସେଇ ଯେଉଁ ଅମ୍ଳଜାନଟା ବାହାରିଲା, ତାହେଲେ ସେଇଟା କେଠି ପ୍ରବେଶ କରିବ, ଆମ କୋଷ ମଧ୍ୟକୁ ପ୍ରବେଶ କରିବ, ଆଉ କୋଷ ମଧ୍ୟରେ ନିର୍ଗତ ଅଙ୍ଗାରକାମ୍ଳ ରକ୍ତକୁ ଚାଲି ଆସିବ। ତାହେଲେ ସେଇ ଯେଉଁ କୋଷରୁ ଅଙ୍ଗାରକାମ୍ଳ ବାହାରିବ, ତାହେଲେ ସେଇଟା କେଠି ଆସିବ, ଆମ ରକ୍ତକୁ ପଳେଇ ଆସିବ। ତାପରେ ତାହେଲେ କୋଷ ସ୍ତରରେ ଘଟୁଥିବା ଏହି ଗ୍ୟାସୀୟ ବିନିମୟ ମଧ୍ୟ ବିସରଣ ପ୍ରକ୍ରିୟାରେ ହୋଇଥାଏ। ତାହେଲେ କୋଷରୁ ନିର୍ଗତ ଅଙ୍ଗାରକାମ୍ଳ ରକ୍ତ ମାଧ୍ୟମରେ କେଠିକି ପହଞ୍ଚେ, ଦେଖ ଫୁସଫୁସରେ ପହଞ୍ଚେ, ଏବଂ ବିସରଣ ପ୍ରକ୍ରିୟା ଦ୍ୱାରା ରକ୍ତରୁ ଫୁସଫୁସ କଟରିକା ବାଟ ଦେଇ ବାୟୁମଣ୍ଡଳକୁ ନିର୍ଗତ ହୁଏ। ତାହେଲେ ଏଠି ଯେଉଁ ମୁଁ ଫିଗରଟା କରିଦେଇଛି, ତାହେଲେ ଏଇ ଯଦି ଫିଗରଟା ତୁମେ ଭଲ ଭାବରେ ବୁଝିଯିବ, ତାହେଲେ ଏଇଟାକୁ ଲେଖିବା ପାଇଁ ତୁମକୁ ସୁବିଧା ହେବ। ତାହେଲେ ବୁଝିହେଲା। ତାହେଲେ କୋଷ ଜାଲିକାରେ ଆମର ଏଇ ଯେଉଁ ଲୋହିତ ରକ୍ତ କଣିକାରେ କ'ଣ ଅଛି, ହିମୋଗ୍ଲୋବିନ୍ ଅଛି। ତାହେଲେ ଅକ୍ସିଜେନ୍ ସାଙ୍ଗରେ ମିଶିକରି କ'ଣ ହେଲା, ଅକ୍ସି ହେମୋଗ୍ଲୋବିନ୍ ହେଲା। ତାହେଲେ ସେଇଟା ରକ୍ତ ମାଧ୍ୟମରେ କେଠି କୋଷ, ମାନେ କୋଷ ଭିତରକୁ ନ ଯାଇକି, ମାନେ କୋଷର ପାଖକୁ ଗଲା। ସେଇ କୋଷ ପାଖରେ ଅକ୍ସି ହେମୋଗ୍ଲୋବିନ୍ଟା, ସେଇ ଯେଉଁ ଅକ୍ସି ହେମୋଗ୍ଲୋବିନ୍ ଆସିଥିଲା ରକ୍ତ ମାଧ୍ୟମରେ, ସେଇଟା ଭାଙ୍ଗିଯିବ, କ'ଣ ହେଇଯିବ, ହେମୋଗ୍ଲୋବିନ୍ ହେଇଯିବ, ଆଉ କ'ଣ ହେଇଯିବ, ଅକ୍ସିଜେନ୍ ହେଇଯିବ। ତାହେଲେ ଏଇ ଅକ୍ସିଜେନ୍ଟା କୋଷ ଭିତରକୁ ଚାଲିଯିବ। ତାହେଲେ ସେଠି ପ୍ରକ୍ରିୟା, କିଛି ପ୍ରକ୍ରିୟା ହେଲା, ତାହେଲେ କ'ଣ ବାହାରିଗଲା, ତାହେଲେ ଅଙ୍ଗାରକାମ୍ଳ ଗ୍ୟାସ୍ ବାହାରିଗଲା। ତାହେଲେ ସେ ରକ୍ତ ମାଧ୍ୟମରେ ଚାଲି ଆସିବ ଆମର ଫୁସଫୁସକୁ। ତାହେଲେ ଫୁସଫୁସର ସେଇ ବିସରଣ ପ୍ରକ୍ରିୟା ଦ୍ୱାରା ତାହେଲେ କ'ଣ ହେବ, ସେ କଟରିକା ବାଟ ଦେଇ କେଠି ଚାଲିଯିବ, ବାୟୁମଣ୍ଡଳକୁ ଚାଲିଯିବ। ତାହେଲେ ଏଇ ଚିତ୍ରଟାରେ ଦେଖ, ଏଟାକୁ ତୁମ ଖାତାରେ ନ କଲେ ବି ତୁମେ ବୁଝିବା ପାଇଁ, ଦେଖ ଏଟାକୁ ତୁମେ କରିଥିବ, ଆଉ ଏଇଟା ଭଲ ଭାବରେ ବୁଝିପାରିବ। ତାପରେ ଏଇଟା ବୁଝିଗଲେ ଏଟାକୁ ଭଲ ଭାବରେ ତୁମେ ଲେଖିପାରିବ, ଆଉ କିଛି ଅସୁବିଧା ହେବ ନାହିଁ। ତାପରେ ଦେଖ 4 ନମ୍ବର କ'ଣ କହିଛି, ବାୟୁ ଅପଜୀବୀ ଶ୍ୱସନ ଆଉ ବାୟୁ ଉପଜୀବୀ ଶ୍ୱସନ ମଧ୍ୟରେ ପାର୍ଥକ୍ୟ ଦେଖ। ତାହେଲେ ବାୟୁ ଅପଜୀବୀ ଆଉ ବାୟୁ ଉପଜୀବୀ, ତାହେଲେ ଯେତେବେଳେ ଆମର ଅମ୍ଳଜାନ ଆବଶ୍ୟକତା ରହିଛି, ତାହେଲେ ସେଇଟା ହେଉଛି ବାୟୁ ଅପଜୀବୀ ଶ୍ୱସନ। ଆଉ ଯେତେବେଳେ ଶ୍ୱସନର ଆବଶ୍ୟକତା, ଅମ୍ଳଜାନ ଆବଶ୍ୟକତା ନଥାଏ, ତାହେଲେ ସେଇଟା ହେଉଛି କ'ଣ, ବାୟୁ ଉପଜୀବୀ ଶ୍ୱସନ। ତାହେଲେ ସେଇଟା ଲେଖା ହେଇଛି 1, ଏହି ଶ୍ୱସନରେ ବାୟୁ ଆବଶ୍ୟକତା ରହିଛି, ଏହି ଶ୍ୱସନରେ ବାୟୁର ଆବଶ୍ୟକତା ହୋଇନଥାଏ। ଆଉ ଦେଖ ଅପଜୀବୀରେ କ'ଣ ହେଉଛି, ଏଥିରୁ ଅଧିକ ଶକ୍ତି ସମ୍ପନ୍ନ ହୋଇ 38ଟି ATP ଅଣୁ ଗଠନ ହୋଇଥାଏ। କିନ୍ତୁ ଏଇ ଯେଉଁ ବାୟୁ ଉପଜୀବୀରେ କ'ଣ ହେଉଛି, କେବଳ ଏଥିରୁ କମ୍ ଶକ୍ତି ଉତ୍ପନ୍ନ ହୋଇ 2ଟି ATP ଅଣୁ ଗଠନ କରେ। ଆଉ ଏଥିରେ କ'ଣ ନିର୍ଗତ ହୋଇଥାଏ, ତାହେଲେ ଅଙ୍ଗାରକାମ୍ଳ ଆଉ ଜଳ ମୁକ୍ତ ହୋଇଥାଏ। କିନ୍ତୁ ବାୟୁ ଅପଜୀବୀରେ କ'ଣ ହୋଇଥାଏ, ତାହେଲେ ଏଠି ଇଥାନଲ୍, ସୁରାସାର ବା ତାକୁ କୁହାଯାଏ ଲାକ୍ଟିକ୍ ଅମ୍ଳ ସୃଷ୍ଟି ହୋଇଥାଏ। ତାପରେ ଦେଖ ଏଥିରେ ଗ୍ଲୁକୋଜ ସମ୍ପୂର୍ଣ୍ଣ ଜାରଣ ହୋଇଥାଏ। କିନ୍ତୁ ଏଇ ଯେଉଁ ବାୟୁ ଉପଜୀବୀରେ କ'ଣ, ଗ୍ଲୁକୋଜ ସମ୍ପୂର୍ଣ୍ଣ ଜାରଣ, ମାନେ ଅସମ୍ପୂର୍ଣ୍ଣ ହୋଇଥାଏ, ମାନେ ସମ୍ପୂର୍ଣ୍ଣ ଜାରଣ ହୋଇନଥାଏ। ତାହେଲେ ଏଇଭଳିଆ ତୁମେ ଏହାର ପାର୍ଥକ୍ୟ ଲେଖିଦେବ। ଏବେ ଦେଖ 5 ନମ୍ବର କ'ଣ କହିଛି, କୋଷୀୟ ଶ୍ୱସନ କ'ଣ, ଗ୍ଲାଇକୋଲିସିସ୍ ଓ ସାଇଟ୍ରିକ୍ ଅମ୍ଳ ଚକ୍ର ବିଷୟରେ ଲେଖ। ତାହେଲେ କୋଷ ମଧ୍ୟରେ ଅମ୍ଳଜାନ ଉପସ୍ଥିତିରେ ଗ୍ଲୁକୋଜ ଜାରଣ ସହ ଶକ୍ତି ମୋଚନ ଯେଉଁ ପ୍ରକ୍ରିୟା କରିଥାଏ, ତାହେଲେ ସେଇଟାକୁ କ'ଣ କହନ୍ତି, କୋଷୀୟ ଶ୍ୱସନ। ଏଇଟା କେଉଁଠି ହେଉଛି, ଆମର କୋଷରେ ହେଉଛି। ତାହେଲେ କୋଷରେ ଏ ପ୍ରକ୍ରିୟାଟା ହେଉଛି, ସେଥିପାଇଁ କ'ଣ କହୁଛି କୋଷୀୟ ଶ୍ୱସନ। ତାହେଲେ ଏଇଟା ହେଉଛି ଆମର 3 ପର୍ଯ୍ୟାୟରେ ହୋଇଥାଏ। ଗୋଟେ ହେଉଛି କ'ଣ, ଗ୍ଲାଇକୋଲିସିସ୍, ଗୋଟେ ହେଉଛି ସାଇଟ୍ରିକ୍ ଅମ୍ଳଯୁକ୍ତ, ଆଉ ଗୋଟେ ହେଉଛି ଇଲେକ୍ଟ୍ରନ୍ ପରିବହନ
ସଂସ୍ଥା। ତାହେଲେ ଏଇ ତିନିଟି ପର୍ଯ୍ୟାୟରେ ଆମର ହେଉଛି। ତାହେଲେ କିନ୍ତୁ ଏଠି ଆମର କ'ଣ ଦୁଇଟି ସେ ଡିସ୍କସନ୍ କରିବା ପାଇଁ କହୁଛି, ଗୋଟେ ହେଉଛି ଗ୍ଲାଇକୋଲିସିସ୍ ଆଉ ସାଇଟ୍ରିକ୍ ଅମ୍ଳ ବିଷୟରେ ଲେଖକ କହିଛି। ଦେଖ ତାହେଲେ ଏଇ ଯେଉଁ ଗ୍ଲାଇକୋଲିସିସ୍ ତାହେଲେ ଆମର କେଉଁଠି ହେଇଥାଏ, ତାହେଲେ ଇଏ ଆମର ହେଇଥାଏ ଏଇ ଯେଉଁ এটা দেখো এটা হচ্ছে সেলর সাইটোপ্লাজম। তাহলে দেখো এই যে সেলর এই যে এটা পানি ভଳିଆ অংশ সব রয়েছে অর্থাৎ তরল জিনিস রয়েছে, তাহলে আমার এই যে গ্লাইকোলিসিসটা কেটে হয়ে তাহলে এইটি হয়ে আউ কিন্তু দেখো আমার এই যে সাইট্রিক অম্লটা, তাহলে সাইট্রিক অম্লটা কিন্তু কেটে হয়ে এই দেখো এটা হচ্ছে আমার কোন মাইটোকন্ড্রিয়া, তাহলে এটা হচ্ছে মাইটোকন্ড্রিয়া হয়ে সাইট্রিক অম্ল সাইকেলটা বা চক্রটা, আউ যেটা হচ্ছে গ্লাইকোলিসিস সে তাহলে কেটে হয়ে দেখো এইটা হচ্ছে আমার পুরা কোষটা, তাহলে কোষর এই যে দেখো সাইটোপ্লাজম বা কোষ জীবক তাহলে এটি আমার হয়ে বুঝিলা। হ্যাঁ দেখো আমরা এই যে প্রথম পর্যায়ে গ্লাইকোলিসিস প্রথম পর্যায়ে কোণ হচ্ছে 6 কার্বনযুক্ত গ্লুকোজ অণু এটিপি গ্রহণ করি তাহলে কোণ হব সেটা হচ্ছে উদ্দীপক হয়ে যাব। তাহলে উদ্দীপক হওয়া দ্বারা কোণ 3টি কার্বনযুক্ত শর্করা মিলি থাকে, মানে কোণ সেটি কেতটা কার্বন থিব 3টি কার্বন, তাহলে 3টি কার্বনযুক্ত শর্করা কোণ শর্করা সব বিভক্ত হয়ে থাকে। তারপরে দেখো দ্বিতীয় পর্যায়ে কোণ হচ্ছে, তাহলে দ্বিতীয় পর্যায়ে তাহলে সেই যে 3 কার্বনযুক্ত শর্করা জৈব রাসায়নিক ক্রিয়া দ্বারা পাইরুভিক অম্লরে পরিণত হয়ে থাকে। তাহলে দেখো আমার এটি কোণ হচ্ছে, তাহলে সেই যে গ্লাইকোলিসিস তাহলে সে গ্লুকোজটা শেষে কোণ হচ্ছে, তাহলে সেটা হচ্ছে পাইরুভিক অম্ল হচ্ছে বুঝলা। তাহলে গ্লুকোজটা পাইরুভিক অম্ল হচ্ছে, তাহলে কেতটা প্রক্রিয়া হচ্ছে, গোটে হচ্ছে প্রথম সোপান হচ্ছে আর গোটে হচ্ছে দ্বিতীয় সোপান। তাহলে এটি কোণ হচ্ছে দেখো প্রথমে এই যে গ্লুকোজটা মানে সেটি কেতটা কার্বন হচ্ছে 6টা কার্বন। দেখো গ্লুকোজটা আমার কোণ তার কোণ জানিছে C6H12O6, এটি C6 মানে কোণ এটি কেতটা কার্বন আছে, তাহলে যে 6টা কার্বন, তাহলে এই যে গ্লুকোজটা তাহলে কোণ গ্রহণ করব এটিপি গ্রহণ করব এডিনোসাইন ট্রাইফসফেট, এটিপির ফুল ফর্ম কোণ এডিনোসাইন ট্রাইফসফেট, তাহলে সেই এটিপি গ্রহণ করি তাহলে উদ্দীপক হয়ে যাব। তাহলে কোণ হব সেটা আমার 3টা কার্বনযুক্ত কার্বন মানে শর্করারে বিভক্ত হব। তারপরে সে সেই যে 3টা পুଣି কার্বন শর্করা আমার যে জৈব রাসায়নিক প্রক্রিয়া দ্বারা কোণ হয়ে যাচ্ছে পাইরুভিক অম্ল হয়ে যাচ্ছে। আউ এটি 2টা জিনিস আমার উৎপন্ন হচ্ছে, তাহলে এই যে দ্বিতীয় পর্যায়ে কোণ কোণ গোটা হচ্ছে এটিপি উৎপন্ন হচ্ছে আর গোটা হচ্ছে NADH2। এটিপি কোণ কহিলি এটা এটিপি তাকে আমি শক্তি মুদ্রা মধ্যে কহু, তাহলে শক্তি মুদ্রা এটিপি হচ্ছে এডিনোসাইন ট্রাইফসফেট আউ এই যে সহকারক হচ্ছে NADH2 সেটা হচ্ছে কোণ নিকোটিনামাইড আয়োডিনাইন ডাইনিউক্লিওটাইড। তাহলে এটা যদি তুমি ফুল ফর্ম লিখবা দরকার নেই, তুমি জাঁয়া মু এটা লিখি দিছি রিনো কোণ নিকোটিনামাইড আয়োডিনাইন ডাইনিউক্লিওটাইড এটা হচ্ছে NADH2। তাহলে শক্তি মুদ্রা তুমি খালি এতকি লিখি দেব শক্তি মুদ্রা এটিপি ও সহকারক NADH2 উৎপন্ন হয়ে থাকে কেউটি আমরা এই যে গ্লাইকোলিসিসে। তাহলে এটা হচ্ছে আমরা গ্লাইকোলিসিসর বুঝিপারল। তাহলে গ্লাইকোলিসিসে গ্লুকোজটা পাইরুভিক অম্ল হচ্ছে, তাহলে এটি 2টা পর্যায়ে হচ্ছে আউ উৎপন্ন হচ্ছে আমার এটিপি আর গোটা কোণ NADH2 এটা হচ্ছে গ্লাইকোলিসিস। তারপরে দেখো সাইট্রিক অম্ল, তাহলে সাইট্রিক অম্লযুক্ত চক্রে সাইট্রিক অম্ল চক্রে কোণ হচ্ছে দেখো এটা হচ্ছে আমরা কেটে হয়ে থাকে সেই কোষর যে তুমি জানছ মাইটোকন্ড্রিয়া কোষ ভিতরে যে অঙ্গিকা গোটে হচ্ছে মাইটোকন্ড্রিয়া, তাহলে সেই মাইটোকন্ড্রিয়ারে হয়ে থাকে। তাহলে মাইটোকন্ড্রিয়ার পুଣି কেটে হয়ে থাকে দেখো এটা হচ্ছে যদি মাইটোকন্ড্রিয়া এইটা হচ্ছে কোণ এটা হচ্ছে তার বাহ্য আবরণ, তারপরে ইয়ে হচ্ছে আমার কোণ অন্ত আবরণ। এইটি দেখো এইগুড়াক এইটা হচ্ছে আমার ম্যাট্রিক্স, তাহলে এই ম্যাট্রিক্স হি এটা দেখো এটা গোটে টিকে রসযুক্ত রয়েছে, এটা হচ্ছে কোণ ম্যাট্রিক্স। তাহলে এই রসযুক্ত যে পদার্থ রয়েছে তাহলে এইটি আমার কোনটা সংগঠিত হয়ে যায় এই যে সাইট্রিক অম্ল চক্র হয়ে থাকে। হ্যাঁ দেখো মাইটোকন্ড্রিয়ার এগুড়াক কোণ কহନ୍ତି, তাহলে এগুড়াক আমার এই দেখো এইভাবে এটা হচ্ছে কুহযাଏ ক্রিস্টি আর এটা তরল রসযুক্ত এগুড়া হচ্ছে কোণ ম্যাট্রিক্স, এটা হচ্ছে বাহ্য আবরণ বা আউটর মেমব্রান কহନ୍ତି আর ভিতরটা কোণ এটা হচ্ছে ইনর মেমব্রান বা অন্ত আবরণ, এটা হচ্ছে মাইটোকন্ড্রিয়া এটা তুমি জানিছ আগରୁ। তাহলে এইটি দেখো লিখিদেব কোণ তাহলে ম্যাট্রিক্সে সাইট্রিক অম্ল চক্র প্রক্রিয়া সংগঠিত হয়ে থাকে, তাহলে কেউটি হয়ে থাকে এইটি দেখো এইগুড়াক ম্যাট্রিক্স। আউ অম্লজান উপস্থিতিরে পাইরুভিক অম্ল মাইটোকন্ড্রিয়ারে পশি প্রথম পর্যায়ে এনজাইম দ্বারা 2টি কার্বনযুক্ত সক্রিয় অণুরে পরিণত हुए ও অঙ্গারকাম্ল নির্গত हुए আউ কোণ সে সংশ্লেষিত হয়ে থাকে এটা হচ্ছে NADH2।
তাহলে দেখো ଆମର এই ଯେଉଁ ପାଇରୁଭିକ ଅମ୍ଳଟା କେଉଁଠୁ ଆସିଥିଲା, ଆମର ଗ୍ଲାଇକୋଲିସିସ୍ରେ ପାଇରୁଭିକ ଅମ୍ଳ ବାହାରିଥିଲା, ଉତ୍ପନ୍ନ ହୋଇଥିଲା। ତାହେଲେ ସେଇଟା ସେଇ ଯେଉଁ ପାଇରୁଭିକ ଅମ୍ଳ ଯେଉଁଟା ଗ୍ଲାଇକୋଲିସିସ୍ରେ ବାହାରିଥିଲା, ତାହେଲେ ସେ କ'ଣ ଅମ୍ଳଜାନ ଉପସ୍ଥିତିରେ କେଉଁଠି ହେଉଛି, ଆମର ଏଇ ଯେଉଁ ମାଇଟୋକଣ୍ଡ୍ରିଆରେ ପଶି ପ୍ରଥମ ପର୍ଯ୍ୟାୟ, ଦେଖ ପ୍ରଥମ ପର୍ଯ୍ୟାୟରେ କ'ଣ ହେଉଛି, ତାହେଲେ ଏନ୍ଜାଇମ୍ ଦ୍ୱାରା ଦୁଇଟି କାର୍ବନ ଥିବା ସକ୍ରିୟ ଅଣୁରେ ପରିବର୍ତ୍ତିତ ହୋଇଥାଏ। ଆଉ କ'ଣ ନିର୍ଗତ ହୋଇଥାଏ, ଏଇଟା ହେଉଛି ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ। ଆଉ ଗୋଟେ ହେଉଛି NaDH2 ସଂଶ୍ଳେଷିତ ହୋଇଥାଏ। ସେଠି ଯେଉଁ ଯେଉଁଟା ବାହାରିଥିଲା ସେଇ NaDH2 ଆମର ସେଇ ଗ୍ଲାଇକୋଲିସିସ୍ରେ ବାହାରିଥିଲା, ତାହେଲେ ସେଇଟା ଏଠି କ'ଣ ହେଉଛି ସିନ୍ଥେସାଇଜ୍ ହୋଇଯାଉଛି। ଏଇଟା ତାହେଲେ ଆଉ କ'ଣ ରହିଲା ଦେଖ ପଏଣ୍ଟ, ଏଇଟା ହେଉଛି ପ୍ରଥମ ପର୍ଯ୍ୟାୟରେ। ତାହେଲେ ପ୍ରଥମ ପର୍ଯ୍ୟାୟରେ এই ଯେଉଁ ସାଇଟ୍ରିକ୍ ଅମ୍ଳ ତାହେଲେ ପ୍ରଥମ ପର୍ଯ୍ୟାୟରେ କ'ଣ ହେଲା, ଦୁଇଟି କାର୍ବନ ଯୁକ୍ତ ସକ୍ରିୟ ଅଣୁରେ ପରିଣତ ହେଲା ଆଉ NaDH2 ସଂଶ୍ଳେଷିତ ହେଉଛି। ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଖ, ଦ୍ୱିତୀୟ ପର୍ଯ୍ୟାୟରେ କ'ଣ ହେଉଛି, ତାହେଲେ ସେଇ ସାଇଟ୍ରିକ୍ ଅମ୍ଳଚକ୍ରର ଗ୍ରାହକ ଅଣୁ ଯେଟା ହେଉଛି ଗ୍ରହଣ କରେ ଯେଉଁ ଅଣୁ, ତାହେଲେ ସେଇଟା ହେଉଛି 4 କାର୍ବନ ଯୁକ୍ତ ଅକ୍ଜାଲୋ ଏସିଡ଼ିକ୍ ଅମ୍ଳର କାର୍ବନ ଯୁକ୍ତ। ତାହେଲେ ଏଇଟା ହେଉଛି କି କେତେଟା କାର୍ବନ ହୋଇଥାଏ, ତାହେଲେ 4ଟା କାର୍ବନ ହୋଇଥାଏ। ତାହେଲେ ଇଏ କ'ଣ କରୁଛି, ତାର ସକ୍ରିୟ ଅଣୁକୁ ଗ୍ରହଣ କରି ତାହେଲେ 6 କାର୍ବନ ସାଇଟ୍ରିକ୍ ଅମ୍ଳରେ ପରିଣତ ହୁଏ। ତାହେଲେ 4ଟା କାର୍ବନରୁ ଦେଖ 4ଟା କାର୍ବନ ଅକ୍ଜାଲୋ ଏସିଡ଼ିକ୍ରୁ କ'ଣ ହେଇଯାଉଛି, ତାହେଲେ 6ଟା କାର୍ବନ ଯୁକ୍ତ ସାଇଟ୍ରିକ୍ ଅମ୍ଳରେ ପରିଣତ ହେଉଛି। ତାହେଲେ ଆଉ କ'ଣ ନିର୍ଗତ ହେଉଛି, ତାହେଲେ ଅଙ୍ଗାରକାମ୍ଳ ନିର୍ଗତ ହେବା ସହିତ ତାହେଲେ ଆଉ ଗୋଟେ ଦେଖ NaDH2 FADH2 ଆଉ ATP ଉତ୍ପନ୍ନ ହୋଇଥାଏ। ତାହେଲେ ଏଠି 3ଟା ଜିନିଷ ଆମର ଉତ୍ପନ୍ନ ହେଉଛି କେଉଁଠି, ଆମର ଏଇ ସାଇଟ୍ରିକ୍ ଅମ୍ଳଯୁକ୍ତରେ। ତାହେଲେ ତୁମେ এইଭଳିଆ ଲେଖିଦେବ। ଦେଖ এইগুଡ଼ା ଚିତ୍ର ଗୁଡ଼ାକ ତୁମକୁ କରୁଛି, ଏଇଟା ହେଉଛି ବୁଝିବା ପାଇଁ, ତୁମେ ଏଗୁଡ଼ାକ ଚିତ୍ର ଗୁଡ଼ାକ ନ କଲେ ବି ହେବ, ଠିକ୍ ଅଛି। ତାପରେ ଦେଖ ପ୍ରଶ୍ନ କ'ଣ କହିଛି, କୋଷୀୟ ଶ୍ୱସନ ଆଧାର ବିଷୟରେ ଲେଖ। ତାହେଲେ କୋଷୀୟ ଶ୍ୱସନ କ'ଣ, যেটা ହେଉଛି କୋଷ ଭିତରେ ଯେଉଁ ଶ୍ୱସନ ହୋଇଥାଏ। ତାହେଲେ କୋଷ ଭିତରେ ଆମର କ'ଣ କୋଷ ଜୀବକ ରହିଛି, ଯେଉଁ ପୂର୍ବରୁ ଯେଉଁଟା ଦେଖେଇଥିଲି, ତାହେଲେ କୋଷ ଜୀବକଟା କେଉଁଟା, ତାହେଲେ ଏଇଟା ଦେଖ, ଏଇଟା ହେଉଛି କୋଷର ଏଇଟା ହେଉଛି ସାଇଟୋପ୍ଲାଜମ ବା ତାକୁ କ'ଣ କହନ୍ତି କୋଷ ଜୀବକ। ତାହେଲେ ଏଇଠି ଆମର କ'ଣ ହେଉଛି କୋଷ ଏଇ ଶ୍ୱସନଟା ହେଉଛି, ବୁଝିଲା। ହଁ, ଏଇ ଯେଉଁ ଶ୍ୱସନ କୋଷ ଜୀବକଟା କ'ଣ ଆମର କୋଷ ଝିଲ୍ଲି ଦ୍ୱାରା ଆବୃତ ହୋଇଥାଏ। ଆଉ ଏଠି ଏଇ ଯେଉଁ କୋଷ ଭିତରେ ଆମର ବିଭିନ୍ନ ଅଙ୍ଗିକା ରହିଛି, ଯେମିତି ମାଇଟୋକଣ୍ଡ୍ରିଆ, ଗୋଲ୍ଗି ବଡିଜ୍, ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍। ତାହେଲେ ଏଇ ଯେଉଁ ଅଙ୍ଗିକା ଆଉ ବିଭିନ୍ନ ପ୍ରକାର ଏନ୍ଜାଇମ୍ ରହିଛି ଆଉ ପୋଷକ ଅଣୁ ମଧ୍ୟ ରହିଥାଏ କୋଷ ଭିତରେ। ଆଉ ତୁମେ ଜାଣିଲ ଯେ ମାଇଟୋକଣ୍ଡ୍ରିଆଟା କ'ଣ ଦ୍ୱିସ୍ତରୀୟ ଝିଲ୍ଲି ଦ୍ୱାରା ଆବୃତ, যেটা ହେଉଛି କ'ଣ ଅନ୍ତ ଆବରଣ ଆଉ ଗୋଟେ ହେଉଛି ବାହ୍ୟ ଆବରଣ। ଏଇଟା ଦ୍ୱିତୀୟ ଏଇ ଯେଉଁ ସେଇଥିପାଇଁ ମାନେ ଦୁଇଟା ତାର ଆବରଣ ରହିଛି ବୋଲି ତାକୁ ଦ୍ୱିସ୍ତରୀୟ ଝିଲ୍ଲି କୁହାଯାଏ। ଆଉ ଗୋଟେ ଦେଖ, ଏହା ଭିତରେ ରସପୂର୍ଣ୍ଣ ମ୍ୟାଟ୍ରିକ୍ସ ଅଛି। ତାହେଲେ ଏଇଟା ଦେଖିଲ, ତାହେଲେ ଏଇ ଯେଉଁ ଏଗୁଡ଼ାକ ଯେଉଁ ବ୍ଲୁ ଦେଖାଯାଉଛି ଏଇଟା କ'ଣ ରସପୂର୍ଣ୍ଣ ମ୍ୟାଟ୍ରିକ୍ସ ଏଠି ରହିଛି। ତାପରେ ବିଭିନ୍ନ ଜୈବିକ ଅମ୍ଳ, ଏନ୍ଜାଇମ୍, ଲିପିଡ୍, ପ୍ରୋଟିନ୍ ସବୁ ଅଣୁ ଥାଏ। ଆଉ ଦ୍ୱିତୀୟ ଝିଲ୍ଲିର ଅନ୍ତ ଝିଲ୍ଲି ଭାଙ୍ଗି କ୍ରିଷ୍ଟି, ଦେଖ ଏଇ ଯେଉଁ କ୍ରିଷ୍ଟି କେଟା, ଏଇଟା ଦେଖ ଏଇଟା ହେଉଛି ଏଗୁଡ଼ାକ ସବୁ ଏଇଟା କୁହାଯାଏ କ୍ରିଷ୍ଟି ବା କ୍ରିଷ୍ଟା କହିପାରିବ। ତାହେଲେ କ୍ରିଷ୍ଟି କୁହାଯାଏ। ତାହେଲେ ମ୍ୟାଟ୍ରିକ୍ସରେ ସାଇଟ୍ରିକ୍ ଅମ୍ଳ ଚକ୍ର ଆଉ ଅନ୍ତ ଝିଲ୍ଲିରେ ପରିବହନ ସଂସ୍ଥା କାର୍ଯ୍ୟ କରିଥାଏ। ଏ ଯେଉଁ ପୂର୍ବରୁ ବୁଝେଇଦେଲି, ତାହେଲେ ଏଇ ଯେଉଁ ମ୍ୟାଟ୍ରିକ୍ସରେ ଆମର କ'ଣ ହେଉଥିଲା, ତାହେଲେ ସାଇଟ୍ରିକ୍ ଅମ୍ଳ ସଂଗଠିତ ହୋଇଥାଏ ଆଉ ଅନ୍ତ ଝିଲ୍ଲିରେ ପରିବହନ କ'ଣ, ଏଇଟା ଦେଖ ଏଇଟା ହେଉଛି ଧର ଝିଲ୍ଲିଟା, ତାହେଲେ ଏଠୁ କିଛି ଏପଟକୁ ଯିବ ଆଉ ଏପଟୁ କିଛି ଏପଟେ ଆସିବ, ତାହେଲେ ପରିବହନ ହେଉଛି, ବୁଝିଲା। ତାପରେ ଦେଖ 7 ନମ୍ବର କ'ଣ କହିଛି, ଇଲେକ୍ଟ୍ରନ୍ ପରିବହନ ସଂସ୍ଥାର ବିବରଣୀ ଦିଅ। ତାହେଲେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା, ତାହେଲେ ଏଇଟା ହେଉଛି ଆମର ମାଇଟୋକଣ୍ଡ୍ରିଆର ଅନ୍ତଃଝିଲ୍ଲି ଥାଏ, ତୁମେ ଜାଣିଲ। ଆଉ ଏହି ସଂସ୍ଥାଟି ବିଭିନ୍ନ ପ୍ରୋଟିନ୍ ଆଉ ଇଲେକ୍ଟ୍ରନ୍ ବାହକ ଅଣୁ ଦ୍ୱାରା ଗଢ଼ା। ତାହେଲେ ଏଠି ଯେଉଁ ଇଲେକ୍ଟ୍ରନ୍ ସବୁ ବାହକ ମାନେ ଇଲେକ୍ଟ୍ରନ୍ ଗୁଡ଼ାକୁ ନେବା ଯେଉଁ ମାନେ ଅଣୁ ଜିନିଷ ସବୁ ଏଇ ସଂସ୍ଥାରେ ରହିଛି। ଆଉ ଏଠି ଦେଖ ସହକାରକଟା ହେଉଛି NaDH2, যেটা ମୁଁ ତୁମକୁ ତାର କ'ଣ କହିଥିଲି ଫୁଲ୍ ଫର୍ମଟା এটা ଲେଖିବା ଦରକାର ନାହିଁ, କିନ୍ତୁ ତୁମେ ବୁଝ NaDH2ଟା କ'ଣ ନିକୋଟିନାମାଇଡ୍ ଏଡିନାଇନ୍ ଡାଇନିକ୍ଲୋଟାଇଡ୍, এটা ହେଉଛି କ'ଣ NaDH2। ଆଉ ଗୋଟେ ହେଉଛି FADH2, କ'ଣ ସେଟା ହେଉଛି ଫ୍ଲାଭିନ୍ ଏଡିନାଇନ୍ ଡାଇନିକ୍ଲୋଟାଇଡ୍। ତାହେଲେ এইগুড়াক ଦେଖ তোমার এই যে এত লম্বা গুড়াক কিছু মনে মানে মনে রাখা দরকার নেই, তুমি খালি ধর জানি রাখ। তাহলে কোন বুঝব যে সহকারক NaDH2 আউ FADH2 তাহলে অণু প্রক্রিয়া দ্বারা কোন হইতায় ও ATP তৈরি हुए এই জিনিসটা এগুড়াক তুমি জানিবা পাই জস্ট লিখি দিচ্ছি। আর গোটে হচ্ছে বিজারিত সহকারক
କରୁ ଇଲେକ୍ଟ୍ରନ୍ ବାହାରି ବାହକ ଅଣୁ ଶୃଙ୍ଖଳ ମାଧ୍ୟମରେ ମଧ୍ୟବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାଏ। ଆଉ ଦେଖ ବାହକ ଅଣୁ ଏକ ଏନ୍ଜାଇମ୍ ଦ୍ୱାରା ଇଲେକ୍ଟ୍ରନ୍ ସହ ଦ୍ରବୀଭୂତ ହୋଇ ଦେଖ କାହା ସାଙ୍ଗରେ ଦ୍ରବୀଭୂତ ହେଉଛି ଇଲେକ୍ଟ୍ରନ୍ ସହିତ ଦ୍ରବୀଭୂତ ହୋଇ ଅମ୍ଳଜାନକୁ ମିଶାଇ କ'ଣ ସୃଷ୍ଟି ହେଉଛି ଜଳ। ତାହେଲେ ଇଲେକ୍ଟ୍ରନ୍ ସହ ଦ୍ରବୀଭୂତ ହେଲା ଆଉ ଅମ୍ଳଜାନ ସାଙ୍ଗରେ ମିଶିକି କ'ଣ ସୃଷ୍ଟି ହେଲା ଜଳ। ଆଉ ଇଲେକ୍ଟ୍ରନ୍ ଗତି ଦ୍ୱାରା କ'ଣ ଜମା ହୁଏ ହେଉଛି ପ୍ରୋଟିନ୍ ଜମା ହୁଏ। ଆଉ ପ୍ରୋଟିନ୍ ଗତି ସମକ୍ଷ ବଳ ତିଆରି କରେ। ତାହେଲେ ସେଇ ଯେଉଁ ପ୍ରୋଟିନ୍ଟା ଆମର କ'ଣ ତିଆରି କରେ ସକ୍ଷମ ବଳ ତିଆରି କରେ। ଆଉ ଏଇ ବଳକୁ ଉପଯୋଗ କରି ଏଟିପି ସିନ୍ଥେସାଇଜ୍ ଏନ୍ଜାଇମ୍ ଏଟିପି ପ୍ରସ୍ତୁତ କରେ। ତାହେଲେ ସେଇ ଯେଉଁ କ'ଣ এই যে সিনথেসাইজ করিকি এনজাইম এটিপিরে প্রস্তুত করে। তাহলে এইটা হচ্ছে কাহার কাম এটা হচ্ছে ইলেকট্রন পরিবহন সংস্থার কাম। এবে দেখো 8 নম্বর কোন কইছি গোটিয়ে বাক্যর উত্তর দিও ব্যঙ্গ কিপরি শ্বাসক্রিয়া করিথাই। তাহলে তুমি এটা জানিছ দেখো ব্যঙ্গর কোন গোটা হচ্ছে মুখ গহ্বর রয়েছে আর গোটা হচ্ছে আমার কোন এটি দেখো লংস বা ফুসফুস রয়েছে। তাহলে এটা মাধ্যমে আমরা যেত স্থল ভাগরে থাকে তাহলে এই যে মুখ গহ্বর আর ফুসফুস দ্বারা শ্বাসক্রিয়া করিথাই। ଆଉ ଦେଖ ଶୀତ ସୁପ୍ତି ସମୟରେ ଯେତେବେଳେ ଦେଖ ଏ ଯେଉଁ ଶୀତ ପଡ଼ିଯାଏ ସେ ଗାତ ଭିତରେ ପଶିକି ରହିଥାଏ ତାହେଲେ ସେତେବେଳେ ଏଇ ଯେଉଁ ଆମର କ'ଣ ଫୁସଫୁସ୍ କିମ୍ବା ମୁଖ ଗହ୍ୱରରେ ଶ୍ୱାସକ୍ରିୟା ନ କରିକି କାହା ଦ୍ୱାରା ଆମର ଚର୍ମ ଦ୍ୱାରା ଶ୍ୱାସକ୍ରିୟା କରିଥାଏ। ଆଉ ଯେତେବେଳେ ସେ ଲାର୍ଭା ଥାଏ ଦେଖ ଲାର୍ଭା ଥାଏ ଏଠି ଦେଖ ଏଇଭଳିଆ ତାର ସବୁ ମାଛ ଭଳିଆ ସବୁ ଗାଲି ରହିଥାଏ। ତାହେଲେ ସେଇ ଗାଲି ଦ୍ୱାରା ଦେଖ ବେଙ୍ଗର ଲାର୍ଭା ଅବସ୍ଥାରେ ଗାଲି ଦ୍ୱାରା ଶ୍ୱାସକ୍ରିୟା କରିଥାଏ। ତାହେଲେ ଏଇଟାକୁ ତୁମେ ଲେଖିଦେବ। ଆଉ ଗୋଟେ ଦେଖ ଖ তাহলে উদ্ভিদর শ্বসন প্রক্রিয়া কিপরি হয়ে তাহলে এই যে উদ্ভিদর শ্বসন প্রক্রিয়াটা কিপরি হয়ে তাহলে দেখো তুমি তো জানিছ যেতবে আমার খাদ্য তৈরি করছি ফটোসিনথেসিস বা আলোকসংশ্লেষণে বাইরে কোণ নেই থাকে অঙ্গারকাম্ল নেই থাকে আউ কোণ ছাড়ি থাকে তাহলে অম্লজান ছাড়ি থাকে আউ অলগা টাইমে কোণ সে অম্লজান নেই থাকে সেই অম্লজান নেইকি অঙ্গারকাম্ল ছাড়ি থাকে। তাহলে সে দেখো সেই জিনিসটা তুমি এবে লিখিদেব কোণ উদ্ভিদ বিসরণ প্রক্রিয়া মাধ্যমে পরিবেশর বাইরে থিবা অম্লজান গ্রহণ করিথায় আউ টিস্যুযুক্ত বিভেদন হয়ে নথিবা নিম্নমানর পত্রবিহীন উদ্ভিদ মানে যেগুড়াক মানে অতি কমজোরিয়া সব উদ্ভিদ মানে গুড়ুম জাতীয় তাহলে এগুড়াক কোণ করতে পরিস্থিত কোষ মাধ্যমে বাইরে অম্লজান গ্রহণ করতে আর সিধাসলখ বিসরণ দ্বারা গ্রহণ করতে। আউ পত্রযুক্ত সবুজ উদ্ভিদ যেগুড়া মানে বড় বড় जो गछ मैंने जोड़ा निजे सब खाद्य तैयारी करती ताले से पत्र माध्यम कौन आम स्तम रही स्टमाटा रही से परिवेश कौन अम्लजान ग्रहण करते आउ अंगारकाम्ल ग्रहण करती जो कौन हम जिते आमर सेटा कौन कहे फोटोसिंथेसिस बा आलोकसंश्लेषण ताले फोटोसिंथेसिस कौन बाहरी थाए ताले अम्लजान सब बाहरी थाए ताले ये से श्वास कौन श्वसन करें। ये देख ताले से कार्बन डाइऑक्साइड नौची अम्लजान बाहर आउ बहुत समय कौन अम्लजान नहीं था अंगारकाम्ल काढ़ी था यहाँ हूँ तार कौन हो श्वसन श्वसन कारक गुड़िक कौन ताले श्वसन कारक गुड़िक हूँ अम्लजान अंगारकाम्ल सांद्रता खाद्य उपादान परिमाण तापमात्रा कोशरे विपाचन उपस्थिति ताले एगुड़ाक हूँ तार कारक कौन कौन रहा अम्लजान अंगारकाम्ल सांद्रता आ खाद्य उपादान परिमाण तापमात्रा आ कोशरे विपाचन उपस्थिति यहाँ हूँ श्वसन कारक। आ गोटे हूँ कौन जैविक कारक कौन एनजाइम सहयोग जीवकोश जैविक रासायनिक प्रक्रिया द्वारा खाद्यरू शक्ति उत्पन्न हुए तुम जान तार खाद्यरू आम जहाँ खाऊ तार शक्ति उत्पन्न हो ताले यही जो यहाँ क्या कह सहयोग रोचे आम एनजाइम सहयोग रोचे ताले यहाँ हूँ आम जैविक जारण ताले एनजाइम सहायतार ताले आम कौन शरीर जीवकोश अच्छे ताले से गोटे जैव रासायनिक प्रक्रिया है ताले से खाद्य कौन है शक्ति उत्पन्न है ताले से हूँ आम जैविक जारण आ ग्लाइकोलिसिस उत्पन्न कौन ताले ग्लाइकोलिसिस आमर कौन यहाँ हूँ पायरुविक अम्ल ग्लूकोजटा कौन होता है पायरुविक अम्ल परिणत होता है। हाँ देख गोटे शब्दर उत्तर दियो गोटे शब्द उत्तर दिया खोज वायु अपजीवी श्वसन केतोटी एटीपी देख अपजीवी उपजीवी तो 38टा होता है किंतु अपजीवी के 2टी होता है। आ ग्लाइकोलिसिस कोशर क्योंठे संगठित होता है कौन कही कोशर
এটা হচ্ছে যদি নিউক্লিয়াস তাহলে এইটি যে এগুলা রয়েছে তাহলে রস তাহলে সেটা হচ্ছে কোষ জীবক তাহলে সেইটি গ্লাইকোলিসিস ହେଇଥାଏ কোষ জীবକରେ। ବେଳେବେଳେ ଆମ ପେଶୀ କୋଷରେ ଅମ୍ଳଜାନ ଅଭାବରେ ପାଇରୁଭେଟ୍ ଅମ୍ଳ ଭାଙ୍ଗି କେଉଁ ଅମ୍ଳରେ ପରିଣତ ହୁଏ? ଏଇଟା ହେଉଛି ଲାକ୍ଟିକ୍ ଅମ୍ଳରେ ପରିଣତ ହୋଇଥାଏ। ଆଉ ପୃଷ୍ଠକୋଷୀୟ ପତ୍ରରେ ଷ୍ଟୋମାଟା କେଉଁ ଭାଗରେ ଥାଏ? ତାହେଲେ ପୃଷ୍ଠ ଭାଗରେ ମାନେ ପତ୍ରର ତାହେଲେ କେଉଁଠି ପୃଷ୍ଠ ଭାଗରେ ରହିଥାଏ। ମଣିଷ ଫୁସ୍ଫୁସ୍ ମଧ୍ୟକୁ ବାୟୁ ପ୍ରକ୍ରିୟାକୁ କ'ଣ କୁହାଯାଏ? ସେଇଟା ହେଉଛି ପ୍ରଶ୍ୱାସ। ଯେତେବେଳେ ବାୟୁରୁ ଆମର ଫୁସ୍ଫୁସ୍କୁ ଯିବ ତାହେଲେ ସେଇଟା ହେଉଛି କ'ଣ ପ୍ରଶ୍ୱାସ। ତାହେଲେ ଯେତେବେଳେ ଭିତରୁ ବାହାରକୁ ଯାଉଛି ସେଇଟା ହେଉଛି ନିଶ୍ୱାସ। ଏଠି କ'ଣ କରୁଛି ଫୁସ୍ଫୁସ୍ ମଧ୍ୟକୁ ବାୟୁ ଯେତେବେଳେ ଯାଉଛି ସେଇଟା ହେଉଛି କ'ଣ ପ୍ରଶ୍ୱାସ। ସାଇଟ୍ରିକ୍ ଅମ୍ଳ ଚକ୍ର କୋଷର କେଉଁଠିରେ ହେଇଥାଏ? ତାହେଲେ ସେଇଟା କହିଥିଲି କ'ଣ ମାଇଟୋକଣ୍ଡ୍ରିଆର ମ୍ୟାଟ୍ରିକ୍ସରେ ହେଇଥାଏ। ଆଉ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆରେ କେଉଁ ଅଂଶରେ ହେଇଥାଏ? ସେଇଟା ହେଉଛି ଅନ୍ତଃଝିଲ୍ଲୀରେ ହେଇଥାଏ। ଆମର ଏଇ ଯେଉଁ ଇଲେକ୍ଟ୍ରନ୍ ପରିବହନ ହେଉଛି ତାହେଲେ କ'ଣ ମାଇଟୋକଣ୍ଡ୍ରିଆର କେଉଁ ଅଂଶରେ? ସେଇଟା ହେଉଛି ଅନ୍ତଃଝିଲ୍ଲୀ। ମାନେ ମାଇଟୋକଣ୍ଡ୍ରିଆର ଦୁଇଟା ଝିଲ୍ଲୀ ଅଛି, ଗୋଟେ ହେଉଛି ବାହାର ଆଉ ଗୋଟେ ହେଉଛି ଭିତର। ଏଇଟା ତାହେଲେ କେଉଁଠି ହେଉଛି? ଏଇ ଆମର ଭିତର, ଏ ଭିତର ଅନ୍ତଃଝିଲ୍ଲୀରେ ହେଇଥାଏ। ଆଉ କୋଷୀୟ ଶ୍ୱସନର କେଉଁ ପ୍ରକ୍ରିୟା ବାୟୁ ଉପଜୀବୀ ଆଉ ବାୟୁ ଉପଜୀବୀ ଶ୍ୱସନରେ ଦେଖିବାକୁ ମିଳେ? ଏଇଟା ହେଉଛି କ'ଣ ଗ୍ଲାଇକୋଲିସିସ୍। ତାହେଲେ ଏଇ ଗ୍ଲାଇକୋଲିସିସ୍ ପ୍ରକ୍ରିୟାରେ ତାହେଲେ ବାୟୁ ଉପଜୀବୀ ଆଉ ବାୟୁ ଉପଜୀବୀ ଶ୍ୱସନ ତାହେଲେ ଦୁଇଟା ଯାକ ଦେଖିବାକୁ ମିଳିଥାଏ। ଏବେ ଦେଖ 10 ନମ୍ବର କ'ଣ କହୁଛି ଶୂନ୍ୟସ୍ଥାନ ପୂରଣ କର। ଶର୍କରାର ରାସାୟନିକ ସଂକେତ କ'ଣ? ତାହେଲେ ଶର୍କରାର ରାସାୟନିକ ସଂକେତ ହେଉଛି C6H12O6 H12O6। ଖରେ କ'ଣ କହିଛି ଗ୍ଲୁକୋଜ୍ ଭାଙ୍ଗି ଡେସ୍ ଅଙ୍ଗାରକ ବିଶିଷ୍ଟ 2ଟି ପାଇରୁଭିକ୍ ଅମ୍ଳରେ ପରିଣତ ହୋଇଥାଏ। ତାହେଲେ ଏଠି କ'ଣ ଏଇଟା ହେଉଛି 3ଟି, ତାହେଲେ 3ଟି କାର୍ବନ। ଆଉ କ'ଣ ହେଉଛି ଜୀବକୋଷର ସେ କ'ଣ ଶକ୍ତି କେନ୍ଦ୍ର କ'ଣ? ଏଇଟା ହେଉଛି ଆମର ମାଇଟୋକଣ୍ଡ୍ରିଆ। ତାହେଲେ ଏଇ ଯେଉଁ ଗପସର ଏହାର ଏଠି କ'ଣ ଲେଖିବ? ଏଇଟା ହେଉଛି ମାଇଟୋକଣ୍ଡ୍ରିଆ। ଆଉ ଦେଖ ଘରେ କ'ଣ କହିଛି ପତ୍ରର ଡେସ୍ ଦେଇ ଉଦ୍ଭିଦରେ ଗ୍ୟାସ୍ ବିନିମୟ ହୋଇଥାଏ। ତାହେଲେ ଏଇଟା ହେଉଛି କ'ଣ ଆମର ଷ୍ଟୋମାଟା। ଏଠି ଘରେ କ'ଣ ଲେଖିବ? ଷ୍ଟୋମାଟା ଲେଖିବ। ଆଉ ଦେଖ ଶୀତ ଶକ୍ତି ବେଳେ ବେଙ୍ଗ ଡେସ୍ ଦ୍ୱାରା ଶ୍ୱାସକ୍ରିୟା କରିଥାଏ। ତାହେଲେ ଓର ଏଇଟା ହେଉଛି କ'ଣ? ଏଇଟା ହେଉଛି ଚର୍ମ ଦ୍ୱାରା। ଆଉ ଗୋଟେ ଦେଖ যেটা হচ্ছে চ হব ইস্টরে ড্যাশ কিম্টন হইଥାଏ। তাহলে এটা କ'ଣ এটা ହେଉଛି ସୁରାସାର କିମ୍ଟନ ହୋଇଥାଏ। ତାପରେ ଦେଖିବା ଏବେ 11 ନମ୍ବର। ଦେଖ 11 ନମ୍ବର ବାକ୍ୟରେ ଥିବା ରେଖାଙ୍କିତ ଶବ୍ଦ ବା ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖିବା। ତାହେଲେ ଏଇ ଯେଉଁ ଯେତିକି ସବୁ ଏଗୁଡ଼ାକ ଦେଇଛି ତାହେଲେ ଏଗୁଡ଼ାକ ଚେଞ୍ଜ କରି ବାକ୍ୟଟାକୁ ଲେଖିବା। ମଣିଷ ଫୁସ୍ଫୁସ୍ରୁ ବାୟୁ ପ୍ରସ୍ଥାନକୁ ଲସିକା କୁହାଯାଏ। এটা କ'ଣ କୁହାଯାଏ? ଏଇଟା ହେଉଛି ନିଶ୍ୱାସ। ତାହେଲେ ଏଇଟାକୁ ଆମେ ଚେଞ୍ଜ କରିକି କ'ଣ ଲେଖିବା? ନିଶ୍ୱାସ କୁହାଯାଏ, ମାନେ ଫୁସ୍ଫୁସ୍ରୁ ବାୟୁ ବାହାରୁଛି ହେଲା। ଆଉ ଗୋଟେ ହେଉଛି ଖର। ଦେଖ ମଣିଷର ବକ୍ଷ ଗହ୍ୱର ଓ ଉଦର ଗ୍ରହର ମୁଖ ଗ୍ରସନୀ ଦ୍ୱାରା ପୃଥକ ହୋଇଛି। ଏଇଟା ଦେଖ ମୁଖ ଗ୍ରସନୀ ନୁହଁ, ସେଇଟା ହେଉଛି କ'ଣ ଆମର ହେଉଛି ମଧ୍ୟଚ୍ଛଦ। ଏଠି କ'ଣ ଲେଖିବ? ତାହେଲେ ଏଇଟା ହେଉଛି ମଧ୍ୟଚ୍ଛଦା। ତାପରେ ଦେଖ ଗରେ ପାଇରୁଭିକ୍ ଅମ୍ଳ ଏକ 5 କାର୍ବନ ବିଶିଷ୍ଟ ଅଣୁ। 5 ନୁହଁ, ଏଇଟା ଆଗରୁ ଆମେ ପଢ଼ିଥିଲା କେତେ? ଏଇଟା ହେଉଛି 3। ତାହେଲେ ଏଇଟା ହେଉଛି କ'ଣ ଲେଖିବ? 3। 5 ଜାଗାରେ କେତେ ଲେଖିବ? 3 ଲେଖିବ। ଘର ଲେଖ କ'ଣ କରୁଛି? ହିମୋଗ୍ଲୋବିନ୍ ରକ୍ତର ଅଣୁ ଚକ୍ରିକାରେ ଥାଏ। ତାହେଲେ ଏଠି କେଉଁଠି ଥାଏ? ଏଇଟା ହେଉଛି ଆମର ଲୋହିତ ରକ୍ତରେ ଥାଏ। ଯେ ହିମୋଗ୍ଲୋବିନ୍ ଏଇଟା ହେଉଛି ଲୋହିତ ବା ତାକୁ ଇଂଲିଶରେ କ'ଣ କହନ୍ତି? এটা হচ্ছে আরবিসি। তাহলে রহিত রক্ত। ଆଉ ଯେଉଁ ପ୍ରକାର ପତ୍ରରେ ଉଭୟ ପୃଷ୍ଠ ଆଉ ନିମ୍ନ ସ୍ତରରେ ଷ୍ଟୋମାଟା ରହିଥାଏ ସେହି ପ୍ରକାର ପୁଷ୍ପକୁ ପୃଷ୍ଠକୋଷୀୟ ପତ୍ର କୁହାଯାଏ। ଏଇଟା କ'ଣ କୁହାଯାଏ? ହେଉଛି ସମଦ୍ୱିତଳ। ତାହେଲେ ଏଇଟାକୁ ଚେଞ୍ଜ କରି କ'ଣ ଲେଖିବ? ଏଇଟା ହେଉଛି ସମଦ୍ୱିତଳ, ଉପରେ ଆଉ ତଳେ। ତାହେଲେ ଦୁଇ ରକମ ରହୁଛି ସମଦ୍ୱିତଳ। ଦେଖ ବାୟୁ ଉପଜୀବୀ ଓ ବାୟୁ ଉପଜୀବୀ କୋଷୀୟ ଶ୍ୱସନରେ ସାଇଟ୍ରିକ୍ ଅମ୍ଳଚକ୍ର ପରିଚାଳିତ ହୋଇଥାଏ।
তাহলে দেখো বায়ু উপজীবী ও উপজীবী দুইটা যাক কেটা এটা হচ্ছে গ্লাইকোলিসিস। তাহলে এই যে সাইটিক অম্ল জায়গায় কোন লিখো, এটা হচ্ছে গ্লাইকোলিসিস। গ্লাইকোলিসিস। তারপরে দেখো এবার 12 নম্বর। 12 নম্বর দিয়েছি প্রথম দুইটি শব্দ সম্পর্কକୁ দেখি তৃতীয় শব্দ সহ সম্পর্ক কର। ଯେମିତି ପରେ ଖାଦ୍ୟ ନଳୀ ଦ୍ୱାର ସେଟା ହେଉଛି ଗୋଲେଟ୍ ଆଉ ଶ୍ୱାସ ନଳୀ ଦ୍ୱାର ତାହେଲେ ସେଟା କ'ଣ ହେବ ଗ୍ଲୋଟିସ୍। ତାହେଲେ ଏଠି କ'ଣ ଲେଖିବ ହେଉଛି ଗ୍ଲୋଟିସ୍ ଗରେଲଟିସ୍। ତାପରେ ଦେଖ ଇଷ୍ଟଟା ଯେମିତି ସୁରାସାର କ୍ଲିଣ୍ଟନ ଆଉ পেশিরে যেটা হয়ে থাকে সেটা কোণ আসিଥାଏ কোণ ক্লিন্টন হয়ে থাকে হচ্ছে ଲାକ୍ଟିକ୍ ଅମ୍ଳ କ୍ଲିଣ୍ଟନ। ତାହେଲେ ଏଠି କ'ଣ ଲେଖିବ, ତାହେଲେ ଏଇଟା ଲେଖିଦେବ କ'ଣ ଲାକ୍ଟିକ୍ ଅମ୍ଳ କ୍ଲିଣ୍ଟନ। ତାପରେ ତ ଗ ମାଛର ଯେମିତି ଗାଲି ଅଛି ସାପ, ତାହେଲେ ସାପର କ'ଣ ଅଛି ଏଇଟା ହେଉଛି ଫୁସ୍ଫୁସ୍। ଏଠି କ'ଣ ଲେଖିବ ଫୁସ୍ଫୁସ୍। ତାର ମାନେ ମାଛ ଗାଲି ଦ୍ୱାରା ଶ୍ୱାସ କ୍ରିୟା କରିଥାଏ ଆଉ ସାପ ଫୁସ୍ଫୁସ୍ ତାର ସେଠି ଶ୍ୱାସ କ୍ରିୟା କରିଥାଏ। ଘ ସ୍ୱରପେଟିକା ହେଉଛି ସ୍ୱର ନିୟନ୍ତ୍ରଣ କରିଥାଏ ଆଉ ଅଧିଜିହ୍ୱାଟା କ'ଣ ଆମର ଖାଦ୍ୟ ନିୟନ୍ତ୍ରଣ କରିଥାଏ। ତାହେଲେ ଏଠି କ'ଣ ଲେଖିବ ଖାଦ୍ୟ ନିୟନ୍ତ୍ରଣ କରିଥାଏ। କ'ଣ କରୁଛି ଶକ୍ତି କେନ୍ଦ୍ର ଆମର ମାଇଟୋକଣ୍ଡ୍ରିଆଟାକୁ ଶକ୍ତି କେନ୍ଦ୍ର କରିଥାଏ। ଆଉ ଶକ୍ତି ମୁଦ୍ରା ସେଇଟା ହେଉଛି ଶକ୍ତି ମୁଦ୍ରା ହେଉଛି ଆମର ATP ଏଡେନୋସାଇନ୍ ଟ୍ରାଇଫସ୍ଫେଟ୍ ହେଉଛି ATP। ତାହେଲେ ତୁମେ ଏଇଭଳିଆ ଏହାର ଆନ୍ସର୍ ସବୁ ଲେଖିଦେବ। ଠିକ୍ ଅଛି ପିଲାମାନେ, ତାହେଲେ ଏଇଟା ହେଉଛି ବହୁତ ବଡ଼ ପ୍ରଶ୍ନାବଳୀ ଥିଲା। ତାହେଲେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଦେଇଛି। ଆଉ ତୁମମାନଙ୍କ ମନରେ ଯଦି କିଛି ଡାଉଟ୍ ଥିବ ତାହେଲେ କମେଣ୍ଟ ବକ୍ସରେ ଲେଖିକି ଜଣାଇବ। ଆଉ ତୁମମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବ, ସେୟାର କରିବ। ଆଉ ତୁମେ ଯଦି ଆମ ଚ୍ୟାନେଲରେ ନୂଆ ଅଛ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।